ହଁ ଠିକ ଅଛି। ତ ଆମେ ଆଗ କ୍ଲାସରେ କଣ ପଢିଥିଲେ ନା ଆର୍ଟ କଥା ପଢିଥିଲେ ନାଇଁ କି? ତ ଆର୍ଟ ବିଷୟରେ ଆମର ପଢୁ ପଢୁ ଆମେ ଜାଣିଥିଲେ ଆର୍ଟ କଣ। ତ ଆର୍ଟ କଣ ଜାଣିଥିଲେ ନା ଆର୍ଟ ଗୋଟେ ହଉଛି କଣ ନା ଆମର ଆମ କ୍ରିଏଟିଭ ଇମାଜିନେସନ, କ୍ରିଏଟିଭ ଏକ୍ସପ୍ରେସନ ଅଫ ଇମାଜିନେସନ ଏଣ୍ଡ ଆମର ସ୍କିଲ୍ ନାଇଁ କି? କାଲି ପଢିଥିଲେ। ତ ଆଜି ଆଉ ସେ ବିଷୟରେ ବେଶୀ ପଢିବା ନାହିଁ। ଆଜି ଆମେ କୋଉଠିକି ଯିବା ନା ଆମର ଆସ୍ଥେଟିକ୍ କୁ ଯିବା। ତ ୟା ପରେ ତମର ଅଛି ଯୋଉ ଆର୍ଟ ବୁଝିଥିଲେ କଣ ଆର୍ଟ କେତେ ପ୍ରକାର ନା 6 ପ୍ରକାର କାଲି ପଢିଥିଲେ। ତାପରେ ତମର ଅଛି କଣ ନା ଆସ୍ଥେଟିକ୍। ଆଚ୍ଛା ଆସ୍ଥେଟିକ୍ କଣ? ଆର୍ଟ ତ ଆସିଲା, ଆର୍ଟ ପରେ ପୁଣି ଆସ୍ଥେଟିକ୍ କଣ? ସେ ଜିନିଷ ବିଷୟରେ ବର୍ତ୍ତମାନ ଆମେ ଜାଣିବା। ତ ଆମେ ଆଗ କ୍ଲାସରେ ଆର୍ଟ ବିଷୟରେ ପଢିଥିଲେ ନାଇଁ କି? ଏବେ ଶୁଭା ଯାଉଛି ତ? ଆଜି ଆମେ ଆସ୍ଥେଟିକ୍ ବିଷୟରେ ଆମେ ପଢିବା ହେଲା। ଆସ୍ଥେଟିକ୍ କଣ? ଆଚ୍ଛା ଆର୍ଟ ଆମେ କଣ ପଢିଥିଲେ ନା ଆର୍ଟ ହଉଛି କଣ ଆମର କ୍ରିଏଟିଭ ଏକ୍ସପ୍ରେସନ୍ସ ଅଫ ଇମାଜିନେସନ ଏଣ୍ଡ ସ୍କିଲ୍ ନା କି? ସେ ବିଷୟରେ କାଲି ପଢିଥିଲେ। ତ ସେ ଦୃଷ୍ଟିରୁ ଆମେ ଆର୍ଟ କଥା କାଲି ଯାଇଥିଲା। କାଲି ଆର୍ଟ ବିଷୟରେ ଆମେ ପଢିଥିଲୁ କଣ ନା 6 ଟାଇପ ର ଆର୍ଟ ରହୁଛି। ଡିଟେଲ୍ସ ଆମେ ପଢିଥିଲୁ। ଆଜି ତମର ରହୁଛି କଣ ନା ଆସ୍ଥେଟିକ୍ କଣ ସେ ବିଷୟରେ ଆଜି ଟିକେ ଜାଣିବା। ତ ଆସ୍ଥେଟିକ୍ ଏବେ ଆସ୍ଥେଟିକ୍ ଟା କଣ ତମର? ତମେ ଦେଖା ଯାଉନି ବୋଧେ ନାଇଁ? ହଁ ଆଜି ତମର ଆସ୍ଥେଟିକ୍ ବିଷୟରେ ଜାଣିବା। ଆଚ୍ଛା ତମର ଯୋଉ ଆର୍ଟ କଥା ପଢିଲୁ, ଆର୍ଟ କଥା ପଢୁ ପଢୁ କଣ ଆର୍ଟରେ କଣ ମାନେ ଆସ୍ଥେଟିକ୍ କଣ ଆସିଲାନି? ଆସ୍ଥେଟିକ୍ ଜିନିଷଟା ହଉଛି କଣ? ଆସ୍ଥେଟିକ୍ ଗୋଟେ କଥା କହିବା କାହା ବିଷୟରେ କହିବା ନା ତମର ସୌନ୍ଦର୍ଯ୍ୟ ବିଷୟରେ ଯେତେବେଳେ କହିବା ସେଇଟା କଣ ଆସ୍ଥେଟିକ୍ କଥା ବୁଝେଇବ। ତାହେଲେ ଆସ୍ଥେଟିକ୍ କଣ ହେଲା ନା aesthetic is used to talk about the beauty or art. aesthetic ଜିନିଷଟା କଣ ନା ଯିଏ ତମର କାହା ବିଷୟରେ କହିବ ନା ସୌନ୍ଦର୍ଯ୍ୟ କଣ କଳା କଣ ତା ବିଷୟରେ ଯିଏ ବର୍ଣ୍ଣନା କରେ ତାକୁ ଆମେ କଣ କହୁଛେ aesthetic କହୁଛେ ହେଲା କି? ତ aesthetic କୁ ଅନ୍ୟ ଭାଷାରେ ଆମେ ଗୋଟେ କଥା କହିପାରିବା। aesthetic ଟା କଣ ନା ଷ୍ଟଡି ଆମର ବିୟୁଟି ବିଷୟରେ ଷ୍ଟଡି କରିବାକୁ ମଧ୍ୟ ଆମେ ଅନ୍ୟ ଭାଷାରେ କହିପାରିବା ନା ଦ ଷ୍ଟଡି ଅଫ ବିୟୁଟି ଇଜ ଅଲସୋ କଲ୍ଡ ଏଜ aesthetic। ତ ବିୟୁଟି ବିଷୟରେ ଆମର ଷ୍ଟଡି କରିବାକୁ ମଧ୍ୟ ଆମେ କହିପାରିବା aesthetic। ଅନ୍ୟ ଭାଷାରେ କଣ କହିପାରିବା? ଷ୍ଟଡି ତ ଆମର ଯେତେ ଇଏ ରହୁଛି କଣ ବିୟୁଟି ଆଣ୍ଡ ଟେଷ୍ଟ ରହୁଛି ତା ବିଷୟରେ ଆମେ ଷ୍ଟଡି କରିବାକୁ ମଧ୍ୟ ଆମେ କଣ କରିପାରିବା ନା aesthetic। aesthetic ଜିନିଷଟା କଣ ହଉଛି ନା ଆମର ଯେତେ ସୌନ୍ଦର୍ଯ୍ୟ କଣ ଯେତେବେଳେ ବୁଝଉଛି ନା ସେଇଟା ସେଇ ଜିନିଷଟାକୁ ଆମେ କଣ କରୁଛେ ନା aesthetic ବୋଲି ଆମେ ବୁଝଉଛେ। ତ aesthetic ରେ ବି ତମର ବହୁତ ଗୁଡେ ବ୍ରାଞ୍ଚ ରହୁଛି। ତ aesthetic ବିଷୟରେ ତମର ବହିରେ ବି ଡିଟେଲ୍ସ ଦେଇଯାଇଛି। ତ aesthetic ବିଷୟରେ କିଛି ନାହିଁ ତମର ଏଇଟା ନର୍ମାଲି ଆମର ଡେଫିନେସନରେ ଲେଖିଥିଲ। ତାପରେ aesthetic ଟା ବେଶୀ କିଛି ଇଏ ନାହିଁ ତାପରେ ଜଷ୍ଟ ତାପରେ ଗୋଟେ ଆଇଡିଆ ଦବ aesthetic ଟା କଣ ହଉଛି ନା ସେ ରିଲେଟେଡ କରୁଛି କାହା ସହିତ ନା ବିୟୁଟି ସହିତ ସେ ରିଲେଟେଡ କରୁଛି। ତ aesthetic କୁ ଜାଣିବା ଆଗରୁ ଆମକୁ ଆଉ ଗୋଟେ ଜିନିଷ ଜାଣିବାକୁ ହବ ନା କଣ aesthetic ଟା କାହା ଉପରେ ନିର୍ଭର କରୁଛି ନା ଆମର ଫିଲୋସଫି ଉପରେ ନିର୍ଭର କରୁଛି। ତ ଫିଲୋସଫି କଣ ବର୍ତ୍ତମାନ ଆମେ ଜାଣିବା। ତ aesthetic ଯେ କଣ କାମ କରୁଛି aesthetic ହଉ ବା ଆମର ଆର୍ଟ ହଉ ସେମାନେ ଗୋଟେ ଗୋଟେ ଫିଲୋସଫି ଉପରେ କାମ କରୁଛି ହେଲା କି? ତ ସେ ଫିଲୋସଫି ଟା କଣ ବର୍ତ୍ତମାନ ଆମେ ଜାଣିବା।
ମୋ କଥା ଏବେ ଶୁଭା ଯାଉଛି ତ ସମସ୍ତଙ୍କୁ? କଣ ଚାଲୁନି କଣ କିଛି? ଫିଲୋସଫି ଫିଲୋସଫି ତ ଯୋଉ ଫିଲୋସଫି କଥା କହୁଛ ସେ ଫିଲୋସଫି ୱାର୍ଡଟା ଆମର ଗୋଟେ ଗ୍ରୀକ ୱାର୍ଡ ହେଲା କି? ତ ଗ୍ରୀକ ୱାର୍ଡର ସେଟା କଣ ନା ଆମର ଫିଲୋସଫିଆ ଫିଲୋସଫିଆ ଗ୍ରୀକ ୱାର୍ଡରୁ ହିଁ ଆସିଛି ହେଲା କି? ଗୋଟେ ୱାର୍ଡ ଯେଟା ହଉଛି ଫିଲୋସଫିଆ ସେଇ ୱାର୍ଡରୁ ହିଁ ଆସିଛି। ଫିଲୋସଫିଆ ୱାର୍ଡରୁ ଆସିଛି ଯାହାର ମିନିଂ ହଉଛି କଣ ନା ଆମର ଲଭର ୱିଷ୍ଟମ୍ ହେଲା କି? ଫିଲୋସଫି ଯାହାର ମିନିଂ ହଉଛି ତମର କଣ ନା ଲଭର ଲଭର ୱିଷ୍ଟମ୍ ସେ ୱିଷ୍ଟମକୁ ଯେ ଲଭ୍ ତାକୁ ଆମେ କଣ କହୁଛେ ନା ଆମର ଫିଲୋସଫି। ତ ଫିଲୋସଫିକୁ ଆମେ ଯଦି ନର୍ମାଲ କଥା କହିଲେ ଯେତେବେଳେ ଆମେ କଣ ଏଇଟା ଗୋଟେ ଗ୍ରୀକ ୱାର୍ଡ ମନେ ରଖିଥିବା ଏଇଟା କଣ ନା ଇଏ ଗୋଟେ ଗ୍ରୀକ ୱାର୍ଡ ହେଲା କି? Philosophy is derived a Greek word. The word is philosophia, which means is lover of wisdom. ତ ଏ ଗ୍ରୀକ ୱାର୍ଡରେ ଆମର ଯୋଉ ଫିଲୋସଫି ଅଛି ସେ ଫିଲୋସଫି ତାହେଲେ ଆମେ ସିନା ଗ୍ରୀକ ୱାର୍ଡରୁ ଆସିଲା ଆମେ ଫିଲୋସଫି କାହାକୁ କହିବୁ ନା ଫିଲୋସଫିଟା କଣ ନା ୱେଜ୍ ଅଫ୍ ଥିଙ୍କିଂ ଆମେ କେତେ ପ୍ରକାରର ଆମେ ଥିଙ୍କିଂ କରିପାରିବା ସେଇଟା ହଉଛି କଣ ଆମର ଫିଲୋସଫି। ତ ସେଇଥିପାଇଁ କୁହାଯାଏ କଣ ସମସ୍ତଙ୍କର ଫିଲୋସଫିଟା ସେମ୍ ନୁହେଁ ନାଇଁ କି? କାହିଁକି ନା କିଏ ଗୋଟିଏ ୱେରେ ଥିଙ୍କ କରୁଥିବ ତ କିଏ ଅନ୍ୟ ୱେରେ ଥିଙ୍କିଂ କରୁଥିବ କିଏ ଦିଟା ୱେରେ ଥିଙ୍କିଂ କରିପାରେ। ଯେମିତି ସାଧାରଣ ଲୋକଟେ ଯୋଉ ଥିଙ୍କିଂ କରିଥାଏ କିନ୍ତୁ ପୋଲିସ ହୁଅନ୍ତୁ ବା ଲୟର ହୁଅନ୍ତୁ ସେମାନଙ୍କର ଥିଙ୍କିଂ ୱେଟା ଚେଞ୍ଜ ହେଇଯାଇଥାଏ। ତ ସେମାନଙ୍କର ଫିଲୋସଫିଟା ଚେଞ୍ଜ ହେଇଥାଏ। ଯୋଉ ଫିଲୋସଫର ଯୋଉମାନେ ସବୁ ଯୋଉ ପଏଟର ହେଇପାରନ୍ତି ବା ଯୋଉ ରାଇଟର ହେଇପାରନ୍ତି ସେମାନଙ୍କର ମଧ୍ୟ ଫିଲୋସଫି ଗୋଟେ ଥାଏ ସ୍ପେଶାଲ ଫିଲୋସଫି ଥାଏ ସେମାନଙ୍କର ମଧ୍ୟ ଫିଲୋସଫିଟା ମଧ୍ୟ ଭେରି କରେ। ସମସ୍ତଙ୍କର ଫିଲୋସଫିଟା ସବୁବେଳ ପାଇଁ ସମାନ ନୁହେଁ ସମସ୍ତଙ୍କର ତ ଲୋକମାନଙ୍କର ଭିନ୍ନତା ଅନୁସାରେ ଫିଲୋସଫି ମଧ୍ୟ ଭେରି କରେ ହେଲା କି? ତ ଆମେ କହିପାରିବାନି ଯେ ଦୁନିଆର ସମସ୍ତଙ୍କର ଫିଲୋସଫି ସେମିତି ହେଇଥିଲେ ସମସ୍ତେ ରାଇଟର ହୁଅନ୍ତେ ସମସ୍ତେ ଆମର ପଏଟ ହୁଅନ୍ତେ ତ ସେଇ ଅନୁସାରେ ଆମର ଫିଲୋସଫି ଯେହେତୁ ଭିନ୍ନ କରୁଛି ସେଥିପାଇଁ ସେମାନଙ୍କର ପ୍ରଫେସନ ମଧ୍ୟ ଭିନ୍ନ ସେଇ ଅନୁସାରେ ସେମାନଙ୍କର ଥିଙ୍କିଂ ମଧ୍ୟ ଭିନ୍ନ। ତାହେଲେ ଫିଲୋସଫି ଆମେ କଣ କରିବା ନା ଫିଲୋସଫି ଇଜ ଦ ୱେଜ୍ ଅଫ ଥିଙ୍କିଂ ହେଲା କି? ଇଏ ଆସୁନି କଣ philosophy is the ways of thinking about certain subject such as ethics, time, ତାପରେ ଅଛି existence, meaning, ethics, time, existence, meaning,
तो यही सब फील्ड रे जो कोन अछि ना हमरो थिंकिंग करियो से कोन ना एथिक्स ऊपर गोटे थिंकिंग करिवो निश्चय तो टाइम समय अनुसार एक्जिस्टेंस कोन एक्जिस्टेंस करूची ता विषय से हमरो थिंकिंग करिवो कोन से गोटे मीनिंग ऊपर थिंकिंग करिवो सेते बेले हम कोन कहता है ना तो सेटा सब फिलोसफी भीतर ही जाउ ता भीतर आहुरी गुडाए वे अछि तमरो तो नॉर्मली तुम एतिक ही जानिता है कि तो यही सब आसूची कोन ना फिलोसफी भीतर ही आसूची ना वेज ऑफ थिंकिंग कहा ऊपर थिंकिंग करिवो ना से एथिक्स ऊपर टाइम ऊपर एक्जिस्टेंस ऊपर मीनिंग ऊपर ये सब थिंकिंग करी तो सहीटा के मैं कहूँ जे फिलोसफी तो सेति में कहा जाए फिलोसफी चारटा आर ऊपर निर्भर करे हला कि से चारटा आर ऊपर फोकस करता है चारटा आर कोन से कोन कहजे कोन ना 4 आर्स 4 आवर्स से 4 आवर्स कोन ना 4 आवर्स भीतर रहउछ कोन रेस्पॉन्सिवनेस रहउची तापर तमर रहउची रिफ्लेक्शन रहउची आ गोटे कोन रहउची ना हमर रिफ्लेक्शन तापर रहउची रीजन तापर री इवैल्यूएशन हैला कि 4 आवर भीतर कोन कोन आसुची अच्छा बोलने तमे देखी 4 आवर्स responsiveness reflection रीजन रहउची रीजन रहउची और कोन होची तो सब फिलोसफी ए चारटा आर ऊपर निर्भर करे से चारटा आर कोन हेले ना रेस्पॉन्सिवनेस रेस्पॉन्स करी कोन रेस्पॉन्स करले कोन प्रकार क्षेत्र रे कोन प्रकार रेस्पॉन्स करले से कोन प्रकार रो ये हबो से सेटा होचे रेस्पॉन्सिवनेस ऊपर से काम करिवो रिफ्लेक्ट कोन से गोटे काम करथला बेले कोन प्रकार रिफ्लेक्शन देखौची से कोन प्रकार रिफ्लेक्ट करूची कोन प्रकार वे रे थिंकिंग करी से कोन प्रकार रो रिजल्ट प्रोवाइड करची से हमर कोन ना फिलोसफी ता सेठी डिपेंड करे तापर कोन रीजन फिलोसफी कोन बाहर करिवो ना रीजन का को कारण पे केम कोन पे हैला को कारण से कारण को फाइंड आउट करे तापर कोन कला कारण ता फाइंड आउट करला परे ताको इवैल्यूएट करिवो इवैल्यूएशन करिवो ले इवैल्यूएशन तो ताको पुणे री इवैल्यूएशन करिवो आ जोटा करा गला सेटा ठीक होइला कि भूल रही तो एइटा होछ कोन हमर फिलोसफी यारी एई चारटा आर ऊपर डिपेंडेंट होछ भाई चारटा आर ऊपर से काम करूची फिलोसफी बुझी पारला ना सब फिलोसफी कथा कोन सब बुझी पारलो ना कोन आउ के कोन किछि रेस्पॉन्स दउनांती खाली जॉइन कर जंती कि क्लास में नहांती कि ହେଲା ତ ଫିଲୋସଫି ତାହେଲେ କଣ ହେଲା ରେସ୍ପନ୍ସିଭନେସ୍ ଉପରେ କାମ କଲା ତାପରେ ରିଫ୍ଲେକ୍ସନ ତାପରେ ରିଜନ ଉପରେ କାମ କରୁଛି ଆଉ ଗୋଟେ ରିଇଭାଲୁଏସନ କରୁଛି ଶେଷରେ ରହୁଛି ରିଇଭାଲୁଏସନ ଇଭାଲୁଏଟ କଲା ସେ କଣ ଠିକ ରହିଲା କି କଣଟା ଭୁଲ ହେଲା ସେ ତା ଉପରେ କାମ କରୁଛି ଏଇ ସବୁ କାମ କଲା ଭିତରେ ଫିଲୋସଫି ଯେ କାମ କରିବ ଯୋଉଟା ଆମେ ପଢିଥିଲେ ଯେ ଏଥିକ୍ସ ଇଏ କଲା ତ ଏଥିକ୍ସ ମଧ୍ୟ ଗୋଟେ କାମ କରୁଛି ଏଥିକ୍ସ ଯେ କଣ ଥିଲା ଆମେ ପଢି ଆସିଥିଲୁ ନା ବିୟୁଟି ରହୁଥିଲା ନା କି ଏଥିକ୍ସ ରେ କଣ ରହୁଥିଲା ନା ଗୋଟେ ପାର୍ଟ ରହୁଥିଲା ଗୋଟେ ବିୟୁଟି କାଲି ମୁଁ କହିଥିଲି ବିୟୁଟି କଣ ତା ବିଷୟରେ ଆଉ ଟିକେ ଜାଣିବା ବିୟୁଟି କଣ କିଏ ମନେ ରଖିଛ କହିଲ ଦେଖି ମୁଁ କହିଲେ କାଲି ମୁଁ କହିଥିଲି ବିୟୁଟି ବିଷୟରେ କାଲି ଟିକେ କହିଥିଲି ନାଇଁ କି ତ ବିୟୁଟି କିଏ ମନେ ରଖିଛ ଟିକେ କହିଲ ବିୟୁଟି କଣ
ହେଲା କି ବିୟୁଟିଟା ହଉଛି କଣ ନା ତାର ଜଣା କରୁଛେ ଆମେ କ୍ୱାଲିଟି ଗୋଟେ କୋଉ ପ୍ରକାର କ୍ୱାଲିଟି ନା ଆମର ଗୋଟେ ପର୍ସନଲ ହେଇପାରେ ବା ଗୋଟେ ଆମର ଥିଙ୍ଗସ ର ହେଇପାରେ ସେଟା ଗୋଟେ କ୍ୱାଲିଟି କୋଉ ପ୍ରକାର କ୍ୱାଲିଟି ଯୋଉଟା କି ଆମକୁ କଣ ଦଉଥିବ ନା ପ୍ଲେଜର ଦଉଥିବ କାହାକୁ ପ୍ଲେଜର ଆମର ସେନ୍ସ ଅର୍ଗାନକୁ ପ୍ଲେଜର ଦଉଥିବ ବା ଆମର ମାଇଣ୍ଡ କୁ ଦଉଥିବ ହେଲା କି ସେଇଟାକୁ ଆମେ ବିୟୁଟି କହୁଛେ କାରଣ ବିୟୁଟି କଣ ରହିଲା the quality of a person or things which give pleasure to our sense or our तो ताले कौन होला ब्यूटी ला द क्वालिटी ऑफ ए पर्सन और थिंग्स ହେଲା କି ଯେ କି ଆମକୁ କଣ ଦଉଥିବ ନା ପ୍ଲେଜର ଦଉଥିବ which gives pleasure ହେଲା କି which gives pleasure to our sense or our mind যেটা কোন সেন্স অর্গান କୁ ଆମର କଣ ଦେଇଥିବ ନା ଆମର ସେ ପ୍ଲେଜର ଦଉଥିବ ବା ଆମର କଣ ଦଉଥିବ ବା ମାଇଣ୍ଡ କୁ ସେ ପ୍ଲେଜର ଦଉଥିବ ସେତେବେଳେ ଆମେ କହିପାରିବା ଗୋଟେ ଯେତେବେଳେ କଣ ହଉଛି ଆମେ ସୌନ୍ଦର୍ଯ୍ୟ ବିଶିଷ୍ଟ ବା ସୁନ୍ଦର ଜିନିଷଟାକୁ ଦେଖୁଛେ ଯେତେବେଳେ ବିୟୁଟିଟାକୁ ଦେଖୁଛେ ସେତେବେଳେ କଣ ଆସୁଛି ନା ଆମକୁ କଣ ଖୁସି ଅନୁଭବ ହଉଛି ଭଲ ଜିନିଷ ଦେଖିଲା ପରେ ଆମ ଭିତରେ କଣ ଖୁସିର ମାହୋଲ ଖେଳିଯାଏ ନା କି ତ ସେଇ ଦୃଷ୍ଟିରୁ ଆମର ବିୟୁଟିଟା ଯେତେବେଳେ ଆସୁଛି ଯେତେବେଳେ ଆମେ କଣ ବିୟୁଟି ଦେଖିଲା ମାତ୍ରେ ଆମେ ଖୁସି ହେଇଯାଉଛୁ ବା ଆମର ପ୍ଲେଜର ମିଳୁଛି ସେତେବେଳେ କହିପାରିବା ତା ଭିତରେ କଣ ହଉଛି ନା ବିୟୁଟି ରହୁଛି ତ ଏଇଟା ରହୁଥିଲା ଆମର ବିୟୁଟି ଏ ବିୟୁଟି ମଧ୍ୟ ଆମର ପ୍ରତ୍ୟେକ ଜିନିଷ ବିୟୁଟି ଯେ ରହୁଛି ପ୍ରତ୍ୟେକ ଜିନିଷ ତିନିଟା ଜିନିଷକୁ ନେଇ ଗଠିତ ରହୁଛି ଗୋଟେ କଥା ଯଦି ଶୁଣିଥିବ କଥାରେ କଥାରେ କୁହନ୍ତି ସତ୍ୟ ଶିବମ ସୁନ୍ଦରମ ତମେ ଗୀତ ମାଧ୍ୟମରେ ହଉ ବା ଯେକୌଣସି କ୍ଷେତ୍ରରେ ହଉ ତମେ ଶୁଣିଥାଇ ପାର ସତ୍ୟମ ଶିବମ ସୁନ୍ଦରମ ନାଇଁ କି ଏ ତିନିଟା ୱାର୍ଡ କେବେ ଶୁଣିଛ ଏ ସତ୍ୟମ ଶିବମ ସୁନ୍ଦରମ ନାଇଁ କି ତ ଆମର ଯେତେ ସବୁ ତିଆରି ହେଇଛି ଜିନିଷଟା ସେ ତିନିଟା ଜିନିଷ ଉପରେ ପର୍ଯ୍ୟବେସିତ ସେ କଣ ରହୁଛି ତିନିଟା ଜିନିଷ ନା ଆମର ହଉଛି ଗୋଟିଏ ରହୁଛି ଟ୍ରୁଥ ୱାନରେ ରହୁଛି କଣ ନା ଟ୍ରୁଥ 2 ନମ୍ବରରେ ରହୁଛି ନା ଆମର ଗୁଡନେସ୍ 3 ନମ୍ବର ରହୁଛି ବିୟୁଟି ତ ଏଇ ତିନିଟା ଜିନିଷ ଭିତରେ କଣ ଅଛି ନା ଟ୍ରୁଥ ଟା କଣ ସତ୍ୟ କଣ କିଏ କହିପାରିବ ସତ୍ୟ କଣ ଆମର ବର୍ତ୍ତମାନ ସତ୍ୟ କଣ ଆମ ପାଇଁ ସତ୍ୟ କୋଉଟା ଦେଖ ଆମେ ଆଜି ଅଛେ ଆଜି ମଣିଷ ଜନ୍ମ ହେଇକି ଅଛେ ଆଜି ଆମେ ଏଠି ଅଛେ କାଲି ପୁଣି ଆଉ କୋଉଠି ଥିବା ନାଇଁ ଆଉ କୋଉ ଜନ୍ମରେ ଆଉ କୋଉ ସ୍ଥାନରେ ଥିବ କିନ୍ତୁ ନେଚରଟା ସବୁବେଳେ ପାଇଁ ସ୍ଥିର ରହୁଛି ନା ତ ସତ୍ୟଟା ହଉଛି କଣ ନେଚର ହେଲା କି ନେଚର ଟ୍ରୁଥ ନେଚର ବାଜିରେ କଣ ହଉଛି ସେ ସତ୍ୟ ସେ ସବୁବେଳେ ପାଇଁ ସତ୍ୟ ନାଇଁ କି ଆଜି ଆମେ ଏଠି ଅଛେ ମଣିଷ ଜନ୍ମ ପାଇଛେ ଆଜି ଆମେ ବାଲେଶ୍ୱରରେ ରହୁଛେ କାହିଁ ଓଡିଶା ଭିତରେ ରହୁଛେ କାଲି ଆମେ ଆଉ କୋଉ ଜନ୍ମ ପାଇବା ଏଠି ମଣିଷ ଜନ୍ମ ହୁଏ ତ ଆଉ କୋଉ ସ୍ଥାନରେ ପାଇବା ସେତେବେଳେ କିନ୍ତୁ କଣ ହବ ଆମର ସ୍ଥିତିଟା ଭିନ୍ନ ହେଇପାରେ କିନ୍ତୁ ନେଚର ସ୍ଥିତିଟା ସବୁବେଳେ ପାଇଁ ସମାନ ସେ ସଦାସର୍ବତ ପାଇଁ କଣ ସତ୍ୟ ନାଇଁ କି ଠିକ କହୁଛି ତ ମୁଁ କଣ କେହି ରେସ୍ପଣ୍ଡ କରୁନ କାହିଁକି ବୋଧେ କ୍ଲାସରେ କିଛି ପିଲା ଜଏନ ଯଦି ବି କରିଛନ୍ତି ସେମାନେ କ୍ଲାସରେ ନାହାନ୍ତି ମତେ ଜଣା ପଡୁଛି ତ ସେଇ ଦୃଷ୍ଟିରୁ କଣ ହଉଛି ନା ଟ୍ରୁଥ ହଉଛି କଣ ଆମର ନେଚରଟା ହଉଛି ଟ୍ରୁଥ ଯୋଉଟାକି ଆମେ କଣ କହୁଛେ ସତ୍ୟ ଆଚ୍ଛା ଗୁଡନେସ୍ କଣ ହଉଛି ନା ଭଲଟା କୋଉଠି ଆମେ ଦେଖାଯାଏ
किए भल किए खराब आम सोसाइटी देखू ना किए भल किए खराब तो गुडनेस टा कौटी आमर डाउट हुए ना आमर सोसाइटी ना कि तो ये हूँ सोसाइटी सत्यम शिवम तो ये सोसाइटी आमर गुडनेस टा आस कौन ए शिवम टा रोचे आम कौन गुडनेस जेटा सत्यम शिवम सुंदरम तो ब्यूटी ब्यूटी माने कही से कौन आस आर्ट विषय जो पढ़ी से आम आर्ट आर्ट कला को आम कलाटा कौन होता है ब्यूटी विषय आम कला मध्यम ब्यूटी टाक एक्सप्रेस करें तो यहीटा कौन रोचे ना आम सुंदरम जाऊँ आसला तीन टा जिनस तो आसला कौन होची सत्यम शिवम सुंदरम ट्रुथ गुडनेस ब्यूटी ये तीन टा को नहीं आम भर कौन तीन टा कनसेप्ट अच्छी है कि तीन टा जिनस गोटे रोचे ट्रुथ गोटे होची गुडनेस गोटे होची ब्यूटी जमी नेचर कथा कहूचे आम से समस्त भर तीन टा जिनस रही किसी सत्यता रोचे किसी आमर कौन होची गुडनेस रोचे आम भर आउ किसी ब्यूटी रोचे ये तीन टा जिनस को लेकिन आम जमी आम विजडम हो पारे आम सोसाइटी आमर कौन होची ना यूनिवर्स हो पारे ये सब जिन तीन टा जिनस को नहीं गठित है तो ये ब्यूटी पाइबापी तुमको कौन ब्यूटी सहित ये जिन गुड़ाक तुमको आमर फिल करने पड़े देले जाकि तुम ब्यूटी टाक भल भाव फिल कर ये सब ब्यूटी रही ये सब जिन रही सीना तुम ब्यूटी टाक ठीक जापर ना खाली ब्यूटी नहीं तुम कौन कर सत्यता नथो सौंदर्य कौन कौन तो यही सब जिन तुम कौन रोला ना आम तुम आर्ट एजुकेशन रोला तो आर्ट विषय तुम कौन रोचे ना तुम आर्ट कथा तुम जो हिस्ट्री कथा अच्छे आर्ट कौन कौन केमी आसला से आमर अशोक समय रे भी आर्ट थिला से रॉक आर्ट रोला जो कारुकार्य रोला सब सी आमर आगर तुम जानी इतिहास पढ़ी थो सब एटी यही प्रकार मूर्ति मिलला एटी यही प्रकार कौन ना आमर सब शिला मिलला तो से अनुसार आमर सब आर्ट सब कारुकार्य सब जमी अशोकर जमी आमर अशोक स्तंभ अशोक समय जो या अशोक स्तंभ जो जोटा को आम बर्तमान कौन आमर संकेत रूप व्यवहार करें जातीय संकेत जातीय स्तंभ जो कौन तो से सब कारुकार्य को आम कौन करोना गोटे गोटे आर्ट गोटे कला से कला को व्यवहार करके आम गौरवान्वित मन कर निजक ना कि से कला को व्यवहार कर समस्ते कौन किए आज भी आम भारत हो पारे ओडिशा हो पारे सब कौन से कला द्वारा ही गौरवान्वित होती जमी कोणार्क कारुकार्य आम ओडिशा आज विश्वविख्यात ना कि अन्य कारुकार्य रोचे कि कोणार्क भी गोटे कला रोचे ना कोणार्क जमी गठन कराई तो से दृष्टि आर्ट आमको गोटे परिचय प्रदान करे आर्ट मध्यम आम भल भाव परिचित हो तो से आर्ट भितर आमर कौन रोचे तुम नॉर्मली तुम कौन समय कौन आर्ट बाहर सब पढ़ीदब से किसी ना नॉर्मल खाली सीरिया पढ़ीदब मुझे तुमको परवर्ती स्टेज कौन पर्पजटा कौन हो उद्देश्य कौन से विषय बर्तमान तुमको कहूँ उद्देश्य कौन आम तो देखिले जो आर्ट कथा हो एस्थेटिक कथा हो ब्यूटी कथा हो कहीं सब पढ़ा ये सब विषय पढ़ले आम कौन हम देख तुम्हें आर्ट विषय जानला परे ना तुम्हें कौन कर इमाजिन कर तुम्हें इमाजिन कर कौन इमाजिन कर ना देख कौटा तुम्हें केबे स्वर्ग देखिच स्वर्ग देखिच नर्क कहीं देखिच देखिच कि नर्क कहीं स्वर्ग कि नर्क कहीं देखी पारछ कि मु कहि मु देखी देख तुम स्वर्ग नर्क जदि भी आम प्रकृत में देखी ना कहवाई गले देखुचु ना कि विभिन्न कला मध्यम देखुन कि विभिन्न चित्र मध्यम यहीटा स्वर्ग यहीटा नर्क नर्क एमती जंत्रणा दि जाए एमती आमको शास्ति दि जाए तुम के इमेज देखीच कौ बही रही पारे कौ
ଆମର କଣ ନା ପିକ୍ଚର ୱାଇଜ ରେ ହେଇପାରେ ବା କଣ ସିନେମା ୱାଇଜ ରେ ହେଇପାରେ, ତମେ ତ ଦେଖିଥିବ ନିଶ୍ଚିତ ରୂପେ, ଦେଖିଛ ନା ଦେଖିନ? ତ ସେଟା କଣ ପାଇଁ ହଉଛି ନା ଆମର ଏଇ ଆର୍ଟ ମାଧ୍ୟମରେ ହଉଛି। ସେଇ ଆର୍ଟ ପାଇଁ ହିଁ ଆମେ ତାକୁ ଟିକେ ଇମାଜିନ କରିପାରୁଛୁ, ଯଦି ବା ପ୍ରକୃତରେ ଆମେ ଦେଖୁନାହୁଁ ତେଣୁ ତାକୁ ଇମାଜିନ କରିପାରୁଛୁ। ତାକୁ ଇମାଜିନ କରିପାରୁଛୁ କଣ ନା ହେଭେନ ଆଉ ହେଲ ର ଇମାଜିନ କରିପାରୁଛୁ। କଣ କରୁଛେ ନା ଆର୍ଟ ମାଧ୍ୟମରେ ଆମେ ଇମାଜିନ କରୁଛେ କାହାକୁ ନା ଆମର ହେଭେନ ଆଉ ହେଲ କୁ ଇମାଜିନ କରୁଛୁ। ତ ଏଇଟା ଟିକେ ମାର୍କେଟ ଟା ଟିକେ ସିଏ ଇରେଜ ହଉନାହିଁ, ତ ସେଥିପାଇଁ ମୁଁ ଖାଲି କହିଦଉଛି, ନହେଲେ ଟିକେ ଶୁଣିନିଅ ହେଲା କି। ଆଉ ଉପରେ ତ ତମକୁ ଦେଖା ଯାଉନି, ଏଇ ତଳେ ଯେତିକି ଜାଗା ଅଛି ମୁଁ ସେତିକିରେ ଲେଖି ଦଉଛି, ବାକି ତକ ତମେ ଟିକେ ଶୁଣିଦବ ହେଲା। ତ ପର୍ପଜ ରେ କଣ ଆସୁଛି ନା ଆମର ଫାଷ୍ଟ ପଏଣ୍ଟ କଣ ହଉଛି ନା ଇମାଜିନ କରୁଛେ। କଣ ଇମାଜିନ କରୁଛେ? ଇମାଜିନ କରୁଛେ କଣ ହେଭେନ, ଇମାଜିନ ହେଭେନ ଆଉ ହେଲ କୁ, ହେଲା କି ଆମ ସ୍ୱର୍ଗ ନରକକୁ ଇମାଜିନ ଆମେ କରିପାରୁଛେ। ସେଇ ଅନୁସାରେ ଲୋକମାନେ କଣ ସତର୍କ ହେଇଯାଉଛନ୍ତି, ଟିକେ ଖରାପ କାମ ପାଇଁ ସେମାନେ ଖରାପ କାମରୁ ନିଜକୁ ଦୂରେଇ ରଖିପାରୁଛନ୍ତି। ନର୍କରେ ଏମିତିଆ ଦେଖିଲେ, ପିକ୍ଚର ଦେଖିଲେ ଏମିତିକା ଯନ୍ତ୍ରଣା ଦିଆଯାଉଛି ନା ମୁଁ ଖରାପ କାମ କରିବି ନାହିଁ, ମୁଁ ଭଲ କାମ କରିବି, ଯାହା ଫଳରେ ଭଲ କାମ କଲେ ମାନେ ଆମ ସୋସାଇଟି ପାଇଁ ଭଲ ହବ ନା। ତ ଆର୍ଟ ମଧ୍ୟ ଲୋକଙ୍କୁ ଭିତରେ ଗୁଡନେସ୍ ଆଣିବା ପାଇଁ ମଧ୍ୟ କାମ କରୁଛି। ତ ଏଇଟା ଆମର ଆର୍ଟ ର ପର୍ପଜ ବିଷୟରେ ଆସୁଛି। ତାପରେ ଆଉ ଗୋଟେ କଥା, ଏଇ ଆର୍ଟ ମାଧ୍ୟମରେ କମ୍ୟୁନିକେଟ କରାଯାଉଛି। ଦେଖ ତମର ଯୋଉ ଭାସ୍କର ଗାମା ଆସିଥିଲେ କି ଆମର ଯୋଉ କଲମ୍ବସ ଆସିଥିଲେ, ସେମାନଙ୍କ ପାଖରେ କଣ ଥିଲା ନା ଗୋଟିଏ ଗୋଟେ ମେପ୍ ଥିଲା। ସେ ମେପ୍ କୁ ବ୍ୟବହାର କରିକି ସେମାନେ ପହଞ୍ଚିଥିଲେ ତ, ସେ ଆମ ଭାରତରେ ପହଞ୍ଚନ୍ତୁ ବା ଆମେରିକାରେ ପହଞ୍ଚନ୍ତୁ, ସେଇ ମେପ୍ କୁ ବ୍ୟବହାର କରିକି ସେମାନେ ଯାଇଥିଲେ ତ। କଣ କେହି କହୁନ କାହିଁକି? ସବୁ ପଢିଛ ତ, ଇତିହାସରେ ପଢିଥିବ ନିଶ୍ଚିତ ରୂପେ। ତ ଭାସ୍କର ଗାମା ହୁଅନ୍ତୁ ବା ଆମର ଯୋଉ କଲମ୍ବସ ହୁଅନ୍ତୁ, ସେମାନେ ସବୁ ମେପ୍ କୁ ବ୍ୟବହାର, ହଁ ସେମାନେ ସେ ଜଳପଥ ଆବିଷ୍କାର କରିଥିଲେ, ସେମାନଙ୍କ ପାଖରେ କଣ ଥିଲା ଗୋଟେ ଗୋଟେ ମେପ୍ ଥିଲା, ନାଇଁ କି? ତ ଆଜି ବି ଆମେ ଯୋଉ ରାସ୍ତା ଯାଉଛେ, ଆମେ ଗୁଗୁଲ ମାରି ଦଉଛେ କଣ ନା ଗୁଗୁଲ ମ୍ୟାପ। ସେ ଗୁଗୁଲ ମ୍ୟାପ ଟା କୋଉ କାହା ଭିତରେ ଯାଉଛି, ଗୋଟେ ଆର୍ଟ ଭିତରେ ଯାଉଛି ତ। ଗୁଗୁଲ ମ୍ୟାପ ହଉ ଯେକୌଣସି ମ୍ୟାପ ହଉ, ସେ ସବୁ ସେ ଆର୍ଟ ବିଷୟରେ ଯାଉଛି। ତ ଆର୍ଟ ଟାକୁ ବି ଆମେ କଣ କହୁଛେ ନା କମ୍ୟୁନିକେସନ ସେ ଆମକୁ ବ୍ୟବହାର ହଉଛି, ହେଲା କି। ତ ସେ କମ୍ୟୁନିକେଟ କରୁଛି କାହା ଥ୍ରୋରେ ନା ମେପ୍ ଥ୍ରୋରେ। ତ ଆର୍ଟ ମଧ୍ୟ ସେ କଣ କରୁଛି ନା କମ୍ୟୁନିକେଟ କରୁଛି, କମ୍ୟୁନିକେସନ କରୁଛି, ହେଲା କି। ଆର୍ଟ କରିବାର ତା ଉଦ୍ଦେଶ୍ୟ କଣ ନା ସେ କମ୍ୟୁନିକେଟ କରୁଛି, ହେଲା। କମ୍ୟୁନିକେସନ କରୁଛି। ତ ଆମେ ମେପ୍ ଦେଖିଦେଲେ ରାସ୍ତାରେ ସିଧା ଅଛି, ସିଧା ଯାଉଛି। ଯୋଉ ଟର୍ଣ୍ଣିଂ ପଏଣ୍ଟ ଦିଆଯାଇଛି ତାକୁ ଦେଖିଦେଲେ ସେ ଆର୍ଟ ମାଧ୍ୟମରେ ଆମେ ଜାଣୁଛେ ନା ଏଠି ରାସ୍ତାରେ ବୁଲାଣି ଅଛି, କୋଉଠି ଅସୁବିଧା ଅଛି, କୋଉଠି ରାସ୍ତା ବ୍ଲକ ଅଛି, ଆମେ ସେଇ ମେପ୍ ବା ଆର୍ଟ ମାଧ୍ୟମରେ ଆମେ ଜାଣିପାରୁଛେ, ଆମେ କମ୍ୟୁନିକେଟ କରିପାରୁଛେ। ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ କମ୍ୟୁନିକେଟ କରୁଛେ କାହା ମାଧ୍ୟମରେ ନା ଆର୍ଟ ମାଧ୍ୟମରେ। ତ ଆର୍ଟ ଟା ତାହେଲେ ଆମକୁ କଣ କରୁଛି ନା ସେ କମ୍ୟୁନିକେଟ କରଉଛି, ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନ ସହିତ ସେ କମ୍ୟୁନିକେଟ କରଉଛି। ତାପରେ କଣ କରୁଛି, ଆର୍ଟ ମାଧ୍ୟମରେ ଏଣ୍ଟରଟେନମେଣ୍ଟ ହଉଛି, ନାଇଁ କି। ତମେ ଯୋଉ ସିନେମା ଦେଖ ବା ଯୋଉ ଯୋଉ କମେଡି ଦେଖୁଛ, ସେ ଆର୍ଟ ମାଧ୍ୟମରେ ହଉଛି, ନାଇଁ କି। କିଏ ପୋଷାକ ପତ୍ର ପିନ୍ଧିକି, କିଏ କୋଉ ପ୍ରକାରର କଥା କହିବା ଭଙ୍ଗୀରେ ଆମକୁ ସବୁ ଆମର ଏଣ୍ଟରଟେନମେଣ୍ଟ କରୁଛନ୍ତି, ନାଇଁ କି। ତ ସେଠି ମଧ୍ୟ ସେ କଣ କରୁଛି ନା ଏଣ୍ଟରଟେନ କରୁଛି। ତ ଆର୍ଟ ର ଆଉ ଗୋଟେ ପାରପର୍ଯ୍ୟ କଣ ହଉଛି ନା ଏଣ୍ଟରଟେନ, ନାଇଁ କି। ଏଣ୍ଟରଟେନ। ତ ଆର୍ଟ ଆଉ ଗୋଟେ କଣ କରୁଛି ନା ଏଣ୍ଟରଟେନମେଣ୍ଟ କରୁଛି, ଲୋକମାନଙ୍କର ଏଣ୍ଟରଟେନମେଣ୍ଟ କରୁଛି। ତ ଯେହେତୁ ଆର୍ଟ ନଥାନ୍ତା ତାହେଲେ ତ କଣ ଲୋକେ ଆଉ ଏଣ୍ଟରଟେନମେଣ୍ଟ ହବା ପାଇଁ କଣ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏଣ୍ଟରଟେନମେଣ୍ଟ କଲା ବେଳେ ସେମାନେ ଫ୍ରି ହେଇପାରନ୍ତି, ମାଇଣ୍ଡ ଫ୍ରି ହେଇଯାଉଛି, ନାଇଁ କି। ଯୋଉ ବିଷାଦଗ୍ରସ୍ତ ଲୋକମାନେ ରହୁଛନ୍ତି, ସେମାନେ ଟିକିଏ ଏଣ୍ଟରଟେନମେଣ୍ଟ ହେଇଗଲା ପରେ ସେମାନେ କଣ ଅଛି ବିଷାଦରୁ ମୁକ୍ତି ପାଇଯାଉଛନ୍ତି, ନାଇଁ କି। ତ
तो ये कम करुच्ची ना आर्टर पर्पज कौन हो ना से एंटरटेनमेंट प्रोवाइड करूँ आउ कौन करुच्ची ना सोशल कज को से बाहर करुच्चे आर्ट आर्ट माध्यम आम गोटे गोटे कारण कौन आम सब जापारे आम बहुत क्षेत्र में कौन करूँ ना आम कही पारुना बहुत कथा कि आर्ट माध्यम प्रकाश करूँ जहाँफल लोक मैंने कौन करती आर्ट टाक भल आर्ट को व्यवहार कर जानी दिखती जे एटी यही प्रकार असुविधा थाए आगर जमी तुम कौन होता ना जो अपवृष्टि रोला पिला कौन करा ना पिला चित्र विकला जो विकलांग पिला जन्म होता आमर प्रदूषण मात्रा अधिक रही विकलांग चित्र आंका जाता जहाँफल लोक मैंने बुझीपारे कौन ना ये कौन असुविधा रोचे जहाँफल यही प्रकार चित्र अंका जा तो से आर्ट को व्यवहार करके तार कज विषय सब जापारे आम जो विशेषज्ञ दल से कम्युनिकेट नक से आर्ट माध्यम जानते कि ना कि असुविधा रोचे तो आर्ट से कौन करुच्चे ना सोसाइटी कज को सब से फाइंड आउट कौन कज पाई कौन हो सी आमर आर्ट पर्पज विषय से आसूसी तापर आउ कौन हो पारे तुम आर्ट टाक भी तुम कौन कर ना कॉमर्स भी व्यवहार कर तो आर्ट को व्यवहार कर जो मूर्ति तैयारी कर मूर्ति को व्यवसायीकरण करा जहाँफल दी पैसा लोक रोजगार हो पारे ना कि आज को आर्ट को कौन हो आर्ट पर्पज कौन हो कमर्शियल हो कमर्शियल से यूज हो कमर्शियल पर्पज आर्ट यूज हो तो सही दृष्टि आर्ट बहुत लोक कौन आम रोजगार क्षम रोचे तो सही दृष्टि आर्ट रोजगार क्षम करने बहुत गुरुत्वपूर्ण रोचे तुम कौन ना जिते सब आम पर्वपर्वाणी रोचे सब बर्तमान कौन हो आर्ट माध्यम प्रकाश करा देखिले यार कारुकार्य एत भल रोचे एम निश्चित रूप पर्वपर्वाणी एम चालीचल उन्नत होमी तुम सिंधु सभ्यता कथा कहचे से समय मूर्तिकला जो पथर रे जो सब पात्र सब मिलता जहाँफल कौन ना से कौन ना उन्नत से बहुत उन्नत थे बोली आज आम जापारु जदि से कला गुड़िक न था हुए तो से उन्नत थे आम जापारे न तो से छाड़ी जा आर्ट रु ही आम आकलन करुचे से समय बहुत उन्नत थे सिंधु हरप्पा से सभ्य समय केमी प्रस्तर युग कथा आम कहूँ आज इतिहास पढ़ुचे प्रस्तर युग और स्टोन एज कथा पढ़ुचु से सब कौन पर जापारे उन्नत थे हाँ से तो किसी जंत्रपाति नाला बहुत सुंदर सुंदर कारुकार्य करते भी पशु पक्षी मान चित्र आंकुले से आम आज जापार कौन से उन्नत थे तो से दृष्टि ये सब क्या संभव हो पारे ना से आर्ट ही संभव हो पारी तो से दृष्टि आर्टा गोटे रोचे कौन बहुत गोटे इम्पोर्टाट फैक्टर रोचे जहाँकि आर्ट पूर्वर भी आमको अतीत विषय जनाऊला आज भी आमको आम विषय जन भविष्य भी आमको परिचित कर आर्ट भविष्य भी कौन जानवे ना जहाँ सब कारुकार्य होना केते उन्नत थिला बर्तमान केते उन्नत आम अतीत केमी उन्नत से जानवे बर्तमान जोड़ा घटे किसी वर्ष पर से अतीत हो तो से दृष्टि आर्ट जिते स्ट्रंग हम से कौन हम जिते परिचय आमर स्ट्रंग हम तो से आर्टा बहुत इम्पोर्टाट रोचे तो आर्ट विषय कौन हो ना आउ गोटे कथा जमी आम मयूर सिंहासन कथा कही तुमर जो तापर रोला कौन होमर जो ताजमहल सी आमर आज कौन हो आर्ट ही आमर बहुत नाम आम ख्याति अर्जन करुचे ना जी आम भारत को विश्व प्रसिद्ध करमती विभिन्न आर्ट द्वारा ही देश दुनिया रे परिचित हो पारे तो से आर्ट गोटे बहुत बड़ भूमिका ग्रहण कर दृष्टि आर्ट को आम आपण आर्ट को केमती उन्नत कर से विषय आम जाना नितांत आवश्यक यही सब रोला तुम आर्ट विषय रोला तुम गोटे अच्छी तुमर किसी गोटे कथा कौन ये आर्ट विषय तुम कि मत दे
ୱଲଫଗାଙ୍ଗ ଗୋଟେ ମତ ଦେଇଛନ୍ତି ନା ଆର୍ଟ କଣ ନା ଆର୍ଟ ହଉଛି କଣ ଆର୍ଟଟା ହଉଛି କଣ ମଡିଫିକେସନ ଅନସ୍ପିକେବୁଲ ଯାହା ଆମେ କହିପାରୁନାହୁଁ ନା ସେଇଟା ହଉଛି ଆମର କଣ ଆର୍ଟ ଯାହା ଆମେ ସାଧାରଣତଃ ଭାଷା ଦ୍ୱାରା କହିପାରୁନାହୁଁ ତାକୁ ଆମେ ଆର୍ଟ ଦ୍ୱାରା ପ୍ରକାଶ କରିପାରୁ ବିଭିନ୍ନ ଆର୍ଟ ଅଛି ଆଜି ମଧ୍ୟ ବିଭିନ୍ନ ଆର୍ଟ ରହୁଛି ତାର ପ୍ରକୃତ ଅର୍ଥ କଣ ବର୍ତ୍ତମାନ ବହୁତ ଲୋକ ବାହାର କରିପାରୁନାହାନ୍ତି ତାର ପ୍ରକୃତରେ ଅର୍ଥ କଣ ତ ୱଲଫଗାଙ୍ଗ ଗୋଟେ ଆର୍ଟ ବିଷୟରେ ଗୋଟେ ମତ ଦେଇଥିଲେ ୱଲଫଗାଙ୍ଗ ଗୋଟେ ମତ ଦେଇଥିଲେ କଣ ନା ସିଏ କହିଥିଲେ ଆର୍ଟ ଇଜ ଦ ମଡିଫିକେସନ ଅନସ୍ପିକେବଲ ମଡିଫିକେସନ ନୁହେଁ ଆର୍ଟ ଇଜ ଦ କଣ ହଁ ଆର୍ଟ ଇଜ ଦ ମିଡିଏଟର ଅଫ ଅନସ୍ପିକେବଲ ସେ ଗୋଟେ ମିଡିଏଟର କାମ କରୁଛି କାହାର ନା ଯୋଉ କଥାଟାକୁ ଆମେ କହିପାରୁନାହୁଁ ସେ ସେଇ କଥାର ହଉଛି ମିଡିଏଟର ନା ୱଲଫଗାଙ୍ଗ କହିଥିଲେ କଣ ଆର୍ଟ ଇଜ ଦ mediator of ଦେଖି ଯୋଉ କଥାଟାକୁ ଆମେ କହିପାରୁନାହୁଁ ନା ତାର ମିଡିଏଟର କିଏ ନା ଆର୍ଟ ତ ସେଇଥିପାଇଁ ବର୍ତ୍ତମାନ ବହୁତ ଆର୍ଟ ଅଛି ତାର ପ୍ରକୃତ ଅର୍ଥ କଣ ବାହାର କରାଯାଇ ପାରୁନାହିଁ କାହିଁକି ନା ବହୁତ ଆର୍ଟ ରହୁଛି ତାକୁ ଆମେ କହିବେ ଭାଷାରେ କହିପାରିବୁନି କିନ୍ତୁ ତାକୁ ଉପଭୋଗ କରିବେ ତାକୁ ଜାଣିପାରିବୁ ତ ସେଇ ଦୃଷ୍ଟିରୁ ଏଇ ୱଲଫଗାଙ୍ଗଙ୍କ ମତ ଅନୁସାରେ ଆର୍ଟ କଣ ନା ଆର୍ଟ ହଉଛି ଗୋଟେ ମିଡିଏଟର କାହାର ମିଡିଏଟର ନା ଯାହାକୁ ଆମେ କହିପାରୁନାହୁଁ ତାହାର ମିଡିଏଟର ହଉଛି କଣ ଆର୍ଟ ତାପରେ ତମର ଲିଓନାର୍ଡୋ ଡା ଭିନ୍ସି ସିଏ ମଧ୍ୟ ଗୋଟେ ମତ ଦେଇଛନ୍ତି ହେଲା କି କଣ ଏଟା ଲେଖୁଛ ଯଦି ଲେଖିଦେଇପାର ହେଲା କି ଲେଖୁଛ ଯଦି ଲେଖିଦେଇପାର ଦେଖ ୱଲଫଗାଙ୍ଗ ଗୋଟେ କଥା କହିଥିଲେ କଣ ନା ଆର୍ଟ ଇଜ ଦ ମିଡିଏଟର ଅଫ ଅନସ୍ପିକେବଲ ହେଲା କଣ ଲେଖା ସରିଲା ତାପରେ ଲିଓନାର୍ଡୋ ଭିନ୍ସି ସିଏ ମଧ୍ୟ ଗୋଟେ ମତ ଦେଇଛନ୍ତି ସିଏ ଗୋଟେ ମତ ଦେଇଛନ୍ତି କଣ ସେଇଟା ତ ଦେଖିବା ନା ସିଏ ଦେଇଛନ୍ତି କଣ ଆର୍ଟ ଇଜ ଦ କୁଇନ୍ ଅଫ ଅଲ ସାଇନ୍ସେସ ଯେତେ ସବୁ ବିଜ୍ଞାନ ଅଛି ତା ବିଷୟରେ କଣ ହଉଛି ନା ସେ ହଉଛି କୁଇନ୍ କିଏ ନା ଆର୍ଟ যেটা କମ୍ୟୁନିକେଟିଂ କରୁଛି କାହା ସହିତ ନା ନଲେଜ କମ୍ୟୁନିକେଟିଂ ନଲେଜ ଟୁ ଅଲ ଦ ଜେନେରେସନ ଅଫ ଦ ୱାର୍ଲଡ ବିଶ୍ୱର ଯେତେ ଜେନେରେସନ ଅଛି ସେ ତାକୁ କଣ କରୁଛି ନା ଆମେ କମ୍ୟୁନିକେଟ କରୁଛି ତାହେଲେ ଆଉ ଗୋଟେ ମତ ରହିଲା କଣ ହଉଛି ତ ଲିଓନାର୍ଡୋ ଡା ଭିନ୍ସି ସିଏ ଗୋଟେ ମତ ଦେଇଛନ୍ତି ନା ସିଏ କଣ କରୁଛି ସେ କଣ କହୁଛନ୍ତି ନା ଆର୍ଟ ଇଜ ଦ କୁଇନ୍ ଅଫ ଅଲ ସାଇନ୍ସେସ କଣ ନା ଆର୍ଟ ଇଜ ଦ କମ୍ୟୁନିକେଟିଂ ହେଲା କି ଲାଷ୍ଟ ଲେଖା ଅଛି କମ୍ୟୁନିକେଟିଂ ହେଲା କି କମ୍ୟୁନିକେଟିଂ knowledge knowledge to all the generation
communicating knowledge to all the generations of the world ହେଲା। से कौन कहते लियोनार्डो डा विंची से कौन कहते आर्ट इज द क्वीन ऑफ ऑल साइंसेस है साइंसेस व्हिच कम्युनिकेटिंग नॉलेज टू ऑल द जनरेशंस ऑफ द वर्ल्ड है नॉलेज टू ऑल द जनरेशंस ऑफ द वर्ल्ड। तो से आर्ट कौन ना सी हूँ जिते सब विज्ञान रोचे सब ता भर से हूँ राणी कौन कहार राणी ना से कम्युनिकेटिव नॉलेज कम्युनिकेशन को जोगाजोग करुच्ची मोर ज्ञान जोगाजोग करुच्ची विश्व जिते भी जेनेरेशन रोचे ता विषय कौन हो ना ज्ञान जोगाजोग करुच्ची। तो आज जिते सब आर्ट तैयारी होची से पूर्वर जो आर्ट तैयारी होता से प्रकार कला बर्तमान सृष्टि कर पारना पूर्वर कारुकार्य बर्तमान कारुकार्य भितर विभिन्न पार्थक्य रोचे पूर्वर जो प्रकार कारुकार्य होता ना से प्रकार कारुकार्य बर्तमान बहुत अल्प लोग करना कहले चले। तो सही शिखिकी से नुआ कर शिखुं पुराणा रू शिखिकी नुआ तैयारी कर। तो लियोनार्डो डा विंची से गोटे मत देते ना आर्ट इज द क्वीन ऑफ ऑल साइंसेस व्हिच कम्युनिकेटिंग नॉलेज टू ऑल द जनरेशंस ऑफ द वर्ल्ड। तो यही सब कथा सब कौन हो ना आर्ट विषय तो से आर्ट बहुत इंपोर्टाट रोचे आर्टा कौन हो एत सब इंपोर्टाट रोचे हम परिचित करेला कि आम तो सेमतिका फील्ड को आम जाऊन आम तो टीचिंग प्रोफेशन रोचे कहीं आम तो आर्ट जानला फल कौन हम ना पिला कथा जो कथा काली कहूली पिला माने कौन करेंगे आर्ट माध्यम भल भाव शिक्षा ग्रहण कर इंटरेस्ट क्रिएट हम क्या प्रति ना एजुकेशन प्रति से आर्ट देखिए चित्रकला देखिए व्यंगात्मक कहबार शैली देखिकी पिला माने कौन करेंगे ना पाठ प्रति आकृष्ट होंगे जहाँ फल आमर मेन उद्देश्य मुख्य उद्देश्य पूर्ण हो पाए आमर उद्देश्य कौन आम नॉलेज टाक प्रोवाइड करवा क्या स्टूडेंट मान जमी नॉलेज गेन करें आम मेन पर्पज। तो सही जब फुलफिल हो पारे टीचर हबार टीचिंग प्रोवाइड कर उद्देश्य साफल्य मंडित हो पार। तो से दृष्टि आर्टा आम एजुकेशन बहुत इंपोर्टाट रखुच्छे जहाँ फल पे से आर्ट को व्यवहार करके निज भितर इंटरेस्ट को तैयारी जिते बड़े पिला इंटरेस्ट आसीज से भितर कौन ना आग्रह सृष्टि हो पाठ प्रति आग्रह सृष्टि हो आग्रह सृष्टि हेले शिक्षक मान भी पढ़ाई आग्रह बढ़ी से भितर भी इंटरेस्ट तैयारी हो आ शिक्षक हेल्ले कहते पिला शुणु थे से शिक्षक को भल लगे ना। तो सही दृष्टि पिला शिक्षक दी जन जाक रिलेटेड हवा आवश्यक शिक्षक जमी नॉलेज को प्रोवाइड करेंगे सेमती पिला नॉलेज टाक गेन करवा दरकार देले जाकि आमर एजुकेशन सिस्टम टाक फुलफिल हो पार ना कि। तो सही दृष्टि आर्टा इंपोर्टाट रोचे। तो तुम आउ गोटे मेन पॉइंट रोचे कि आर्ट रे कौन ना आम तुम रोचे गोटे रस प्रिंसिपल रोचे गोटे तुम प्रायतः क्वेश्चन गोटे आसे कि रस प्रिंसिपल तुम नव रस बोली तुम किसी गोटे अच्छी तो तुम आउ गोटे फास्ट यूनिट आउ गोटे मेन पॉइंट रोचे रस प्रिंसिपल है कि जो जदि शुणी तुम नवरस तो आज टाइम हम ना नेक्स्ट क्लास पढ़ा। तो आजिकल नॉर्मली आम कौन करुचे ना इंपोर्टेंस कथा जानी है कि। तो आमर इंपोर्टेंस कौन रोचे ना आमर आर्ट इंपोर्टेंट कौन रोचे ना सी कौन कर ना पिला मानकर बा आमर लोक मान कौन से मोटर स्किल को बढ़ाइब मोटर स्किल को बढ़ाइब तापर देखिले कौन ना पिला मान भितर कॉन्फिडेंस को बढ़ाइब है इंपोर्टेंस ऑफ आर्ट। तो आर्ट इंपोर्टेंस कौन रोचे से विषय आज आम जाना है। इंपोर्टेंस ऑफ आर्ट
ଆଚ୍ଛା ଆର୍ଟଟା କୋଉ କ୍ଷେତ୍ରରେ ଇମ୍ପୋର୍ଟାନ୍ସ ରଖିବ ସେ ନା ସେ ଦେଖ ଏତେ ସବୁ ମୂର୍ତ୍ତି ତିଆରି କରୁଛନ୍ତି ଆମର ମୋଟର ସ୍କେଲଟାକୁ ସେ ବଢୁଛି ନା ଆମର ଆମର ସୂକ୍ଷ୍ମ କାରୁକାର୍ଯ୍ୟର ଯୋଉ ଦକ୍ଷତା ରହୁଛି ସେ ଦକ୍ଷତାକୁ ସେ ବଢଉଛି ନାଇଁ ସେ ମୋଟର ସ୍କିଲକୁ ଡେଭଲପ କରୁଛି ନାଇଁ କି ତାପରେ ସେ କଣ କରୁଛି ନା ଆମ ଭିତରେ କଣ ଆଣୁଛି ନା ଗୋଟେ କନଫିଡେନ୍ସ ଆଣୁଛି ସେ ଗୋଟେ କନଫିଡେନ୍ସ ପ୍ରୋଭାଇଡ କରୁଛି ଯାହା ଫଳରେ ସେ କନଫିଡେନ୍ସକୁ ବ୍ୟବହାର କରିକି ଆମେ ଯୋଉ ଫିଲ୍ଡରେ ବି ଥିବା ନାଖିକି ଆମେ ଆଗଭର ହେଇପାରିବା ହେଲା କି ସେ ଆଉ ଗୋଟେ କଣ କରେ ନା ଆର୍ଟ ଆଉ ଗୋଟେ କାମ କରିଛି ଆମର ଭିଜୁଆଲ ଲର୍ଣ୍ଣିଂ କୁ ସେ ଆମର କଣ ହଉଛି ନା ଏକ୍ସପ୍ରେସ କରାଉଛି ସେ ଭିଜୁଆଲ ଲର୍ଣ୍ଣିଂ ଟାକୁ ପ୍ରୋଭାଇଡ କରୁଛି ହେଲା ଆମ ଦୃଷ୍ଟିଭଙ୍ଗୀଟାକୁ ସେ ଚେଞ୍ଜ କରାଉଛି ଭିଜୁଆଲ ଲର୍ଣ୍ଣିଂ କୁ ମଧ୍ୟ ସେ ଆମର ପ୍ରୋଭାଇଡ କରାଉଛି ତାପରେ ସେ ଆଉ କଣ ଅଛି ନା ଆମେ ଗୋଟେ ଆର୍ଟକୁ ଦେଖିକି ଗୋଟେ ଡିସିସନ ମେକିଂ କରିବୁ ଯେ ଜଣଙ୍କର ଚିତ୍ରକଳା ଦେଖିକି ଆମେ କହିପାରିବା ନା ଇଏ ଭଲ ଚିତ୍ର କରିଛନ୍ତି କି ନା ୟାଙ୍କ ଭିତରେ ଭଲ ଦକ୍ଷତା ଅଛି ତ ସେଇ ଅନୁସାରେ ଆମର ଡିସିସନ ମେକିଂ ମଧ୍ୟ ସେ ଆମର ଆର୍ଟକୁ ଦେଖିକି ଆମେ ଗୋଟେ ଡିସିସନ ମେକିଂ କରିପାରୁଛେ ହେଲା ଡିସିସନ ନେଇପାରୁଛେ କାହା ଭିତରେ ଶ୍ରେଷ୍ଠତା ଯେତେବେଳେ ତିଆରି କରୁଛେ ବା ଶ୍ରେଷ୍ଠତା ବାଛୁଛେ ବା କିଏ ଭଲ କିଏ ଖରାପ ତାଙ୍କର ଆର୍ଟକୁ ଆମେ ଲକ୍ଷ୍ୟ କରିକି ଆମେ କହିପାରିବା ଇଏ ଭଲ ସିଏ ଖରାପ କି ସେମାନଙ୍କ ଭିତରେ ସାମଞ୍ଜସ୍ୟ ରହୁଛି ସେ ବିଷୟରେ ଆମେ ଜାଣିପାରିବା ତାପରେ ତମେ କଣ କରୁଛେ ନା ଆର୍ଟ ଆଉ ଗୋଟେ କାମ କରୁଛି ନା କଣ ଆମର ଫୋକସ ବଢଉଛି ହେଲା ଆମର ଗୋଟେ ଫୋକସ ଆମର କଣ କରୁଛି ନା ଗୋଟେ ସ୍ଥିର କରିଯାଉଛି ଆଉ ଗୋଟେ କାମ କଣ ଅଛି ନା ସେ କୋଲାବୋରେଟ କରୁଛି ଗୋଟିଏ କଳା ସହିତ ଅନ୍ୟ କଳାଟାକୁ କୋଲାବୋରେଟ କରୁଛି ଗୋଟିଏ ସୋସାଇଟି ସହିତ ଆଉ ଗୋଟେ ସୋସାଇଟିକୁ ଆମର କୋଲାବୋରେସନ କରୁଛି ହେଲା କି ତ ସେଠି ଆର୍ଟ ଆମର ୟୁଜ ହଉଛି ଏହି ପ୍ରକାରର ଆର୍ଟର ଇମ୍ପୋର୍ଟାଣ୍ଟ ରହୁଛି ତ ନେକ୍ସଟ କ୍ଲାସରେ ଆମେ ପଢିବା କଣ ରସ ପ୍ରିନ୍ସିପଲ ଆଉ ଯୋଉ ନବରସ ଅଛି ତମର ସେ ବିଷୟରେ ନେକ୍ସଟ କ୍ଲାସରେ ପଢିବା ହେଲା କି ତ ଆଜି ଯେତିକି ପଢାଗଲା ତମ ସବୁ ବୁଝିପାରିଲ ନା ଆଉ ତମର ଯୋଉ କଥା କହିଲି ଯୋଉ ଆର୍ଟର ଯୋଉ ହିଷ୍ଟ୍ରି କଥା ଅଛି ବହିରେ ତମର ଅଛି ନର୍ମାଲି ଟିକେ ପଢିଦବ ହେଲା ସେଥିରେ କିଛି ସେମିତି ନାହିଁ ଜଷ୍ଟ ଟିକେ ଥିଓରି ଆକାରରେ ପଢି ଦେଇଥିବ ହେଲା କାହିଁକି ତମର ଫାଷ୍ଟ ୟୁନିଟଟାରୁ ପ୍ରାୟତଃ ଲଙ୍ଗ କ୍ୱେଶ୍ଚନ ଆସିବାର ଚାନ୍ସଟା ତମର ଅଧିକ ତ ସେଇ ଅନୁସାରେ ଭଲ କି ସବୁ ପଢାପଢି କର ଯେମିତି ତମକୁ ଏକ୍ସଟ୍ରା ଟାଇମ ଯେମିତି ଆଉ ଦବା ପାଇଁ ନ ପଡୁ ଏଇ ପଢା ଭିତରେ ପ୍ରତିଦିନ ଯଦି ତମେ ଘଣ୍ଟେ 2 ଘଣ୍ଟା ଦେଇ ଦଉଛ ପଢା ସମୟ ଭିତରେ ତମର ଅଟୋମେଟିକାଲି ହେଇଯିବ ହେଲା ତମର ବି ତ ସମୟ ବହୁତ କମ ଅଛି କଣ 12 ତାରିଖ ଏକ୍ଜାମ ନା କଣ ସାର୍ କହୁଥିଲେ ତ ସେଇ ଅନୁସାରେ ସବୁ ଭଲ କି ପଢ ହେଲା